ଘରେ ଯେତେ ଲୋକ ଥାଆନ୍ତି ତାଙ୍କର ଫରମାଇଶ ବି ଅଲଗା ଅଲଗା ପ୍ରକାର। ଯେମିତି ମୋ ଘରେ ପୁଅ ଯଦି କହିବ ମୁଁ ପନିର ଖାଇବି, ତାହେଲେ ସ୍ୱାମୀ କହିବେ ମୁଁ ପନିର ଖାଇବିନି, ଆଉ ସିଏ ମସରୁମ୍ ଖାଇବା ପାଇଁ ଭଲ ପାଆନ୍ତି। ଆଉ ପୁଅ କହୁଛି ମୁଁ ମସରୁମ୍ ଖାଇବା ପାଇଁ ଭଲ ପାଏ, କିନ୍ତୁ ମସରୁମ୍ ଗୁଡ଼ାକ ଟିକେ ଛୋଟ ଛୋଟ କରି ଭାଜିଲେ ଭଲ ଲାଗେ। କିନ୍ତୁ ସ୍ୱାମୀ କହୁଛନ୍ତି ମସରୁମ୍ ସବୁବେଳେ ଛୋଟ ଛୋଟ କରି ଭାଜିବା ଅପେକ୍ଷା ମୋତେ ଟିକେ ଆଜି ମସଲା ମସରୁମ୍ କରିଦିଅ ଯେଉଁଟା ବଡ଼ ବଡ଼ ଥିବ। ଆଉ ପୁଅ କିନ୍ତୁ ସେମିତି ଖାଇବନି। ସେଇଥିପାଇଁ ମୁଁ ଆଜି ପୁଅ ପସନ୍ଦରେ ପନିର ଆଉ ସ୍ୱାମୀଙ୍କ ପସନ୍ଦରେ ମସରୁମ୍ କରିନେଲି। ଆଉ ମୁଁ ଯେମିତି କରିଛି ବହୁତ ଟେଷ୍ଟି ହେଇଛି। ଚାଲନ୍ତୁ ଫଟାଫଟ କିନା ଦେଖିନେବା ମୋର ଏଇ ଦୁଇଟା ରେସିପି। ନମସ୍କାର, ମୁଁ ମିଲି। ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ମୋ ରୋଷେଇ ଘରେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ଷ୍ଟାର୍ଟ କରିନେବା। ଫାଷ୍ଟ ରେସିପି ମୋର ହେଉଛି ପନିର। ପନିର ଥିଲା ଘରେ, ସେ ପନିର ଗୁଡ଼ାକୁ ମୁଁ ଚାରିକୋଣା କରି କାଟି ନେଇଛି। ତାପରେ ତେଲ ଗରମ କରିନେଲି। ତେଲ ଗରମ କରିସାରିଲା ପରେ ସେଇ ତେଲରେ ମୁଁ ପନିର ଗୁଡ଼ାକୁ ଭାଜି ନେଲି ଦୁଇ ପଟ ସାଇଡ଼୍। ହାଲକା ହାତରେ ଭାଜି ନେଉଛି, ବେଶୀ ପନିରକି ଉଲଟେଇଲେ ତ ଭାଙ୍ଗିଯିବ, ସେଇଥିପାଇଁ ଅଳ୍ପ ଟିକେ ଇଏରେ ଭାଜି ନେଇଛି। ଦୁଇ ପଟ ସାଇଡ଼୍ ଯେତେବେଳେ ଲାଲ ହେଇଗଲା ତାକୁ ସବୁ ଉଠେଇ ଆଣିଲି, ତେଲରୁ ବାହାର କରିନେଲି। ସେଇ ତେଲରେ କ'ଣ କଲି, ଏବେ ମୁଁ ପିଆଜ, ଅଦା, ରସୁଣ, ଲଙ୍କା, ଟମାଟୋ ଆଉ କିଛି ଗରମ ମସଲା, ତେଜପତ୍ର ଦେଇ ସବୁଗୁଡ଼ାକୁ ଭଲକିନା ତେଲରେ ଲୋ ଫ୍ଲେମ୍ରେ ଟିକେ ଭାଜି ନେଲି। ବେଶୀ ପୋଡ଼ିବା ଦରକାର ନାହିଁ, ଅଳ୍ପ ଅଳ୍ପ ଟିକେ ଭାଜି ନେବେ। ସବୁ ଜିନିଷକୁ ଭଲକିନା ଭାଜି ନେବେ। ଟମାଟୋରୁ ଯେତେବେଳେ ଟିକେ ପାଣି ମରିଯିବ, ତା ସହିତ ଟମାଟୋଟା ଟିକେ ନରମ ହେଇଯିବ, ତାହେଲେ ତେଲରେ ଭଲକିନା ଭାଜା ହେଇସାରିଛି। ଏବେ କପେ ପାଣି ଦେଇ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ସିଝେଇବା ପାଇଁ ରଖିଦେବା। ଦେଖିବେ 5ରୁ 10 ମିନିଟ୍ ପରେ ଭଲକିନା ସିଝି ହେଇଛି। ସିଝି ସାରିଲା ପରେ ଏଇଟାକୁ ପୁରା ଥଣ୍ଡା କରିଦେଇ ଗୋଟେ ସ୍ମୁଥ୍ ପେଷ୍ଟ ବନେଇ ନେବା। ଏପଟେ ପେଷ୍ଟ ବନେଇକି ରଖିଦେଇଛି। ଏପଟେ ଆଉ ଥରେ ତେଲ ଗରମ କରି ନେଇଛି। ତେଲ ଗରମ କରି ସାରିଲା ପରେ ହାଫ୍ ଚାମଚ ଜିରା ଦେଇଦେଲି। ଆଉ ଯେ ଗ୍ରାଇଣ୍ଡିଙ୍ଗ କରିକି ମସଲାଟା ରଖିଥିଲି ସେ ମସଲାଟାକୁ ବି ସବୁ ଦେଇଦେଇଛି। ତେଲ ଯେତେବେଳେ ଛାଡ଼ି ଆସିବ ମସଲାରୁ, ସେତେବେଳେ ହଳଦୀ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର ଦେଇ ଭଲକିନା ମସଲାଟାକୁ କଷିବା ମିଡ଼ିୟମ୍ ଫ୍ଲେମ୍ରେ। ଦେଖୁଛନ୍ତି ଭଲକିନା ମସଲାଟାକୁ କଷିବେ। ମସଲାରୁ ଯେତେବେଳେ ତେଲ ପାଣି ସବୁ ଶୁଖିଯିବ, ତାପରେ ଅଳ୍ପ ଟିକେ ମସଲା ଯେ ବାଟିକି ରଖିଥିଲି ସେଇ ଗ୍ରାଇଣ୍ଡରଟାରେ ଧୋଇକି ଆଉ ଟିକେ ପାଣି ଦେଇଦେଲି। ଦେଇସାରିଲା ପରେ ଆଉ ଥରେ ଭଲକିନା ମସଲାକୁ କଷିବି। ମସଲାଟା ଯେତେବେଳେ ଭଲକିନା କଷିବେ, ଯେତେବେଳେ ଦେଖିବେ କଲର୍ ଚେଞ୍ଜ ହେଇଯାଇଛି ଆଉ ତେଲ ବି ଛାଡ଼ି ସାରିଲାଣି, ସେତେବେଳେ ଗ୍ରୀନ୍ ମଟରଟା ଦେଇଦେବେ। ଗ୍ରୀନ୍ ମଟରଟା ଦେଇ ଭଲକିନା 5ରୁ 10 ମିନିଟ୍ କଷି ନେବା। କଷି ସାରିଲା ପରେ এই ପନିର ଗୁଡ଼ାକୁ ଦେଇଦେବା। ଏ ପନିର ଗୁଡ଼ାକୁ ମୁଁ କ'ଣ କରିଥିଲି, ଟିକେ ହାଲକା ଉଷୁମ ପାଣି କରି ସେଟା ଟିକେ ଲୁଣ ଦେଇ ପନିରକି ଭିଜେଇକି ରଖିଥିଲି, ତାହେଲେ ପନିର ଗୁଡ଼ା ବହୁତ ସଫ୍ଟ ରୁହେ। ଏବେ ଦେଖନ୍ତୁ ହେଇଯାଇଛି ପନିରଟା। ପନିରଟା ଆଉ ଟିକେ ଅଳ୍ପ ପାଣି ଦେଇ ଭଲକିନା ଫୁଟେଇ ନେଉଛି, ତାହେଲେ ପନିରଟା ବି ଯେମିତି ଜୁସି ହେବ ଆଉ ତରକାରୀଟା ଖାଇବା ପାଇଁ ବି ବହୁତ ବଢ଼ିଆ ଲାଗିବ। ଏବେ ପନିରଟା ପୁରା କମ୍ପ୍ଲିଟ୍ ହେଇଯାଇଛି। ଏବେ ଟିକେ କ'ଣ କରିବି, ପନିର ଉପରେ ଧନିଆ ପତ୍ର ଆଉ କସ୍ତୁରୀ ମେଥି ଦେଇ ଆଉ ଥରେ ଟିକେ ଫୁଟେଇ ଦେବି। ଦେଖୁଛନ୍ତି ତରକାରୀଟା କି ସୁନ୍ଦର ହେଇଛି। এই যে ଧନିଆ ପତ୍ର ଆଉ କସ୍ତୁରୀ ମେଥି ଦେଇ ଦୁଇଟା ଯାକ ଦେଇଦେଇଛି। ଦେଇସାରିଲା ପରେ ଏବେ ଆଉ ଥରେ ଟିକେ ଭଲକିନା ଫୁଟେଇ ନେବି। ଆଉ ଏବେ ଢଙ୍କୁଣା ଦେବିନି, ଏମିତିକା 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଟିକେ ମିଡ଼ିୟମ୍ ଫ୍ଲେମ୍ରେ ଭଲକିନା ଫୁଟେଇ ଦେଲି। ତରକାରୀ ପୁରା ହେଇଯାଇଛି। ଏବେ ତରକାରୀକୁ ବାଢ଼ି ନେବା ଗୋଟେ ସର୍ଭିଂ ବୋଲ୍ରେ। ଆଉ ଦେଖିବେ କି ସୁନ୍ଦର ଦେଖାଯାଉଛି। ଆଉ ଟିକେ ଧନିଆ ପତ୍ର ଦେଇ ସଜେଇକି ଗରମ ଗରମ ରଖିଦେଉଛି। ଏବେ ତ ପୁଅର ଆଇଟମ୍ ସରିଗଲା। ଏବେ ଯାଉଛି ସ୍ୱାମୀଙ୍କ ପାଇଁ। ସ୍ୱାମୀ ତ ଆଉ ପନିର ଖାଇବେନି, ତାଙ୍କୁ ପନିର ବି ଏମିତି ଭଲ ଲାଗେନି। ସେଇଥିପାଇଁ ସିଏ ଭଲ ମସରୁମ୍ ନେଇ ଆସିଛନ୍ତି। ମସରୁମ୍ ଗୁଡ଼ା ମାର୍କେଟରୁ କିଣିକି ନେଇ ଆସିଛନ୍ତି। କହୁଛନ୍ତି ମୋ ପାଇଁ ଏଟା ରୋଷେଇ କର, ବଡ଼ ବଡ଼ ମସରୁମ୍ ଗୁଡ଼ା ରଖିବ, ତା ସହିତ ଟିକେ ମସଲା ଦେଇ କରିବେ। ଆଜି ମାର୍କେଟରୁ ଯେ ମସରୁମ୍ଟା ଆଣିଛନ୍ତି, ସେ ମସରୁମ୍ଟା ବହୁତ ବଢ଼ିଆ ଥିଲା, ନିଟ୍ ଆଉ କ୍ଲିନ୍ ଥିଲା। ତାକୁ ସେଇଥିପାଇଁ ଭଲକିନା ପାଣିରେ ଧୋଇ ଦେଇ ଦୁଇ ଭାଗରେ କାଟି ନେଇଛି। ବଡ଼ ବଡ଼ କରି ରଖିଛି, ବେଶୀ ଛୋଟ କରିନି, ପୁରା ବଡ଼ ବଡ଼ କରି ଦୁଇ ଭାଗରେ କାଟି ନେଇ ସାରିଲା ପରେ ଏପଟେ ତେଲ ଗରମ କରିକି ରଖିଥିଲି। ସେଇ ତେଲରେ ମସରୁମ୍ ଗୁଡ଼ାକୁ ବି ଭାଜି ନେଉଛି। ମିଡ଼ିୟମ୍ରୁ ହାଇ ଫ୍ଲେମ୍ ପର୍ଯ୍ୟନ୍ତ ରଖିଛି। ଆଉ ମସରୁମ୍ର ପାଣି ବାହାରିଲା ପର୍ଯ୍ୟନ୍ତ ଭଲକିନା ତେଲରେ ଭାଜି ନେଇ ଫଟାଫଟ କିନା ମସରୁମ୍ ଗୁଡ଼ା ଭାଜି ନେଉଛି। ଭାଜି ସାରିଲା ପରେ କ'ଣ କଲି, ଏପଟେ ଜିରା, ଅଦା ଆଉ କଞ୍ଚା ଲଙ୍କାକୁ ବି ବାଟିକି ରଖିଥିଲି, ସେଗୁଡ଼ା ବି ସେଇ ତେଲରେ ଦେଇଦେଲି। ଆଉ ମସରୁମ୍କୁ ଖୋଲିଲେନି, ସେ ମସରୁମ୍ ଉପରେ ଏଇ ମସଲା ଗୁଡ଼ା ଦେଇ ଭଲକିନା ଲୋ ଫ୍ଲେମ୍ରେ ଟିକେ କଷି ଦେଉଛି, ଯେମିତି ଜିରା ଅଦାର ଗନ୍ଧଟା ଚାଲିଯିବ ଆଉ ତେଲ ସହିତ ଭଲକିନା ମସଲାଟା କଷିଯିବ। ଏପଟେ ପିଆଜକୁ କାଟିକି ରଖିଥିଲି, ପିଆଜ ବି ତା ସହିତ ଦେଇଦେଲି। ପିଆଜ, ଅଦା, ରସୁଣ, କଞ୍ଚା ଲଙ୍କା ଆଉ ଛତୁକୁ ଭଲକିନା ପୁରା ତେଲରେ କଷି ନେଉଛି। ଏପଟେ କଷାକଷି ସରିଗଲା ପରେ ଏବେ ଅଲଗା ଅଲଗା ମସଲା ଗୁଡ଼ା ଦେଇଦେବି। ଯେ ମସଲା ଅଛି ଆମେ ସବୁଦିନ ଘରେ ୟୁଜ୍ କରେ, ହଳଦୀ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ରେଡ଼୍ ଚିଲି ପାଉଡ଼ର, ତା ସହିତ ଟିକେ ବ୍ଲାକ୍ ପେପର ଦେଉଛି। এই ବ୍ଲାକ୍ ପେପରଟା ଦେଲେ ତରକାରୀଟା ବହୁତ ବଢ଼ିଆ ଲାଗେ।
ଏବେ ତ ଦେଇ ଦେଇଛି ସବୁ ରକମ ମସଲା। ଏବେ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ମସଲା ଗୁଡ଼ାକୁ ଭଲକିନା ଛତୁ ସହିତ ମିଶାଇ ନେଉଛି। ଦେଖୁଛନ୍ତି ତରକାରୀଟାର କଲର୍ ଚେଞ୍ଜ ହେଇଗଲାଣି, ଛତୁର କଲର୍ ଚେଞ୍ଜ ହେଲା। ଏବେ ଟିକେ ଅଳ୍ପ ଟିକେ ପାଣି ଦେଇ ଆଉ ଥରେ ମସଲାକୁ ଭଲକିନା ଛତୁ ସହିତ କଷି ନେଉଛି। ଯିଏ ଯେମିତି ଖାଇବେ ତାଙ୍କୁ ତ ସେଇ ଅନୁସାରେ କରିକି ଦେବାର ଧର୍ମ ଆମମାନଙ୍କର। ସେଇଥିପାଇଁ ମୁଁ ପନିର, ଛତୁ ଆଉ କାହାର ଯଦି ପରଟା ଖାଇବା ପାଇଁ ବି ଇଚ୍ଛା ହେବ ଏବେ ତାହେଲେ ପରଟା କରିକି ଦେଇତେ ହେବ। ଏବେ ଧନିଆ ପତ୍ର ଆଉ ଟମାଟୋ ଦେଇ ଏଇ ତରକାରୀଟା ଆଉ ଥରେ ଭଲକିନା କଷିବି। ଟମାଟୋଟା ମୁଁ ଲାଷ୍ଟରେ ଦେଉଛି, ଟମାଟୋ ବହୁତ ଶୀଘ୍ର ନରମ ହେଇଯାଏ। ସେଇଥିପାଇଁ ଟମାଟୋ ମୁଁ ଲାଷ୍ଟରେ ଦେଇ ସବୁ ରକମ ମସଲାକୁ ଛତୁ ସହିତ ମିଶାଇକି ବହୁତ ବଢ଼ିଆକିନା ତରକାରୀଟା କରି ନେଉଛି। ହେଇଯାଇଛି ମୋର ତରକାରୀଟା, ପୁରା ଛତୁ ତରକାରୀଟା। ଏବେ ଅଳ୍ପ ଟିକେ ପାଣି ଦେଇ ଭଲକିନା ଢଙ୍କୁଣା ଦେଇକି 5ରୁ 10 ମିନିଟ୍ ପର୍ଯ୍ୟନ୍ତ ରଖିଦେବି। ତାହେଲେ ପୁରା ମସଲା ସହିତ ଛତୁଟା ବି ପୁରା ନରମ ହେଇଯିବ ଆଉ ତରକାରୀଟା ବହୁତ ବଢ଼ିଆ ହେବ। ଟମାଟୋ ଗୁଡ଼ା ବି ପୁରା ନରମ ହେଇଯାଇଛି, ପୁରା ମେଲ୍ଟ ହେଇଯାଇଛି, ତରକାରୀ ସହିତ ପୁରା ମିକ୍ସ ହେଇଯାଇଛି। ଏବେ ଚାଲନ୍ତୁ, ଛତୁଟା ପୁରା ପରଫେକ୍ଟ ହେଇଯାଇଛି। ଝୋଳ ମାନେ ଆପଣଙ୍କ ଅନୁସାରେ ରଖିବେ, ଗ୍ରେଭିଟା ଯେମିତି ରଖିବା ପାଇଁ ଚାହୁଁଛନ୍ତି। ଏବେ ଟିକେ ଧନିଆ ପତ୍ର ଦେଇଦେଲି, ଦେଇକି ତରକାରୀଟା ପୁରା ହେଇଯାଇଛି। ଦେଖନ୍ତୁ ତରକାରୀଟା କି ସୁନ୍ଦର, ମସଲା ବି ପୁରା ଠିକ୍ ହେଇଛି, ପାଣିଟା ପୁରା ମରିଯାଇଛି। ଝୋଳଟାରେ ଏତିକି ରୁଟି ସହିତ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଛତୁ ତରକାରୀ କମ୍ପ୍ଲିଟ୍। ଏବେ ତାଟିଆର ବାଢ଼ିକି ଦେଇ ସମସ୍ତେ ବସିଯିବା ଏବେ ଗରମ ଗରମ ରୁଟି ସହିତ ଛତୁ ତରକାରୀ, ତା ସହିତ ଏଇ ପନିରର ତରକାରୀ। ପନିର ଆଉ ଛତୁର ଏଇ ରେସିପିଟା ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍, କମେଣ୍ଟ, ସେୟାର ତ ନିହାତି କରିବେ। ତା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଆଉ ସାଇଡ଼ରେ ଯେ ବେଲ୍ ଆଇକନ୍ ଅଛି ତାକୁ ନିହାତି ଦବାନ୍ତୁ। ଦେଖିବେ ଆହୁରି ନୂଆ ନୂଆ ରେସିପି ଆଣୁଛି, ସେଇଟା ଆପଣମାନଙ୍କ ପାଖକୁ ନୋଟିଫିକେସନ୍ରେ ଯାଉଛି। ମୁଁ ତ ରାତିରେ 2ଟା ରେସିପି ବନେଇଦେଲି। ଆପଣମାନେ କ'ଣ କ'ଣ ରେସିପି ବନେଇଛନ୍ତି କମେଣ୍ଟରେ ଜଣାଇବେ। ଦେଖନ୍ତୁ ତରକାରୀଟା ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲରେ ଦେଖାଯାଉଛି ନା, ବହୁତ ସୁନ୍ଦର ବି ହେଇଛି। ତା ସହିତ ବାସ୍ନା ଯାହା ହେଉଛି ଘର ପୁରା ମହକୁଛି। ଏବେ ତ ବହୁତ ଜୋର ଭୋକ କଲାଇ, ଗରମ ଗରମ ରୁଟି କରିଦେଲି। ତା ସହିତ ଗାଜରରେ ଲଡ଼ୁ ବନେଇଥିଲି, ସେ ଗାଜରରେ 2ଟା ଲଡ଼ୁ ନେଇଯାଇଛି। ପୁଅକୁ ଏଇ ଥାଳିଟା ଦେଇ ତା ସହିତ ତା ବାପା ବି ବସିଯିବେ। 2 ଜଣ ଯାକ ବସି ଏବେ ଖାଇଦେବେ, ତାପରେ ମୋ ଟାଇମ୍ ଅଛି। ଦେଖନ୍ତୁ ତରକାରୀ ଗୁଡ଼ା କି ସୁନ୍ଦର ହେଇଛି। ତା ସହିତ ବନେଇବା ବି ବହୁତ ଇଜି। ବହୁତ କମ୍ ସମୟରେ ଏଇ 2ଟା ରେସିପି ମୁଁ ବନେଇକି ଦେଖେଇଦେଲି। ଆପଣମାନେ ଶୀଘ୍ର ଶୀଘ୍ର ବନେଇ ନିଅନ୍ତୁ ଆଉ ଶୀଘ୍ର ଶୀଘ୍ର ଖାଇବା ପାଇଁ ବସିଯାଆନ୍ତୁ। ରେଷ୍ଟୁରାଣ୍ଟ ଷ୍ଟାଇଲରେ ଏମିତି ରୋଷେଇ ଯଦି ଘରେ କରିବେ, ସମସ୍ତେ 1 କି 4ଟାରୁ 5ଟା ପରଟା ରୁଟି ଖାଇନେବେ। ଶୁଭରାତ୍ରି, ଜୟ ମା ତାରିଣୀ।